सा विद्या जा विमुक्त है। विद्या ही मुक्ति दिए। विद्या वही जो बंधन से मुक्त करे। नॉलेज इज दैट विच लिबरेट्स। ଏହି ଅଧ୍ୟାୟକୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ପ୍ରକୃତରେ ଶାସ୍ତ୍ର କହିଛନ୍ତି ସା ବିଦ୍ୟା ଯା ବିମୁକ୍ତ। ସିଏ ହେଲା ପ୍ରକୃତ ବିଦ୍ୟା ଯାହା ମନୁଷ୍ୟକୁ ମୁକ୍ତି ପ୍ରଦାନ କରିଥାଏ। ତାହେଲେ ମନ ଭିତରେ ପ୍ରଶ୍ନ ଆପଣମାନଙ୍କର ଉଠୁଥିବ ଯେ ବିଦ୍ୟା ତାହେଲେ କେତେ ପ୍ରକାର? ନା ବିଦ୍ୟା ହେଲା ଦୁଇ ପ୍ରକାର, ଗୋଟିଏ ପରାବିଦ୍ୟା ଆଉ ଗୋଟିଏ ଅପରାବିଦ୍ୟା। ପରାବିଦ୍ୟା କ'ଣ? ନା ପରମେଶ୍ୱରଙ୍କୁ ଜାଣିବାରେ ବିଦ୍ୟା ହେଲା ପରାବିଦ୍ୟା। ଅପରାବିଦ୍ୟା ହେଲା ଆମେ ଆଉ ଯାହା ଗଣିତ, ଇଂରାଜୀ, ବିଜ୍ଞାନ, ସାହିତ୍ୟ, ସଂସ୍କୃତି ଯାହା ପଢ଼ୁଛେ ତାହା ଅପରାବିଦ୍ୟାରେ ଅନ୍ତର୍ଭୁକ୍ତ। ତ ଏମିତିଆ ବିଦ୍ୟାକୁ ଆମେ ଜାଣିବା ଦରକାର ଯେଉଁ ବିଦ୍ୟା ଆମକୁ ମୁକ୍ତି ପ୍ରଦାନ କରିପାରୁଥିବ। ତ ସମସ୍ତ ପ୍ରକାର ବିଦ୍ୟାରେ ପାରଙ୍ଗମ ଲାଭ କରିପାରି ନାହାନ୍ତି। ତ ସେଇ ବିଦ୍ୟା ଆମେ ଯଦି ଯେଉଁ ବିଦ୍ୟାକୁ ମାଧ୍ୟମ କରି ଭଗବାନଙ୍କୁ ଜାଣିଗଲେ, ତା ଅର୍ଥ ଆମେ ଯେ ଗଣିତ, ଇଂରାଜୀ, ବିଜ୍ଞାନ ପଢ଼ିବାନି ତାହା ନୁହେଁ। ଗଣିତ, ଇଂରାଜୀ, ବିଜ୍ଞାନ ଏଇସବୁ ପାଠ ଗୁଡ଼ିକ ଆମମାନଙ୍କର ଏକାନ୍ତ ନିତ୍ୟାନ୍ତ ଆବଶ୍ୟକତା ଅଛି। କିନ୍ତୁ ଏଇ ପାଠ ଗୁଡ଼ିକ ମଧ୍ୟ ସେଇ ସବୁ ଶାସ୍ତ୍ର ପୁରାଣକୁ ମାଧ୍ୟମ କରି ହିଁ ଆମମାନଙ୍କ ନିକଟରେ ଆସି ପହଞ୍ଚନ୍ତି। କାରଣ ଗୋଟେ ଛାତ୍ର ପାଇଁ ନିଶ୍ଚିତ ଭାବରେ ଆଧ୍ୟାତ୍ମିକତା ସହିତ ଶିକ୍ଷାଗତ ଯୋଗ୍ୟତା ରହିବା ଦରକାର। ଆଧ୍ୟାତ୍ମିକତା ପ୍ରଥମ, ତାର ରୁଚି ଭଗବାନଙ୍କ ପ୍ରତି ତାର ଭଲ ପାଇବା କିପରି, ଭଗବାନଙ୍କ ପ୍ରତି ତାର ଭକ୍ତି କିପରି, ଭଗବାନଙ୍କ ପ୍ରତି ତାର ଶ୍ରଦ୍ଧା କିପରି, ଏଇଟା ହେଲା ପ୍ରକୃତରେ ଦେଖିବାକୁ ଗଲେ। ଯଦି ସେ ପ୍ରକୃତରେ ଗୋଟେ ଛାତ୍ର ହେଇଥିବ, ଛାତ୍ର ତ ସମସ୍ତେ ପଢ଼ୁଛନ୍ତି, ସମସ୍ତେ ଛାତ୍ର, କିନ୍ତୁ ପ୍ରକୃତ ଛାତ୍ର ଯିଏକି ଖାଲି ଚାକିରିଟେ କରିଦେଇକି ମୁଁ ଜବ୍ କରିଦେବି, ମୋ ଭଲ ରୋଜଗାର କରିପାରିବି, ଏଇଥିପାଇଁ ଯେଉଁମାନେ ପାଠ ନ ପଢ଼ି ବରଂ ଜଗତ କଲ୍ୟାଣ ପାଇଁ, ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳ ପାଇଁ ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ ପ୍ରକୃତ ଛାତ୍ର। ଏଇ ଆମର ଏଇ ଯେଉଁ କାର୍ଯ୍ୟକ୍ରମ ସା ବିଦ୍ୟା ଯା ବିମୁକ୍ତ, ଏହା ତାଙ୍କୁ ନିଶ୍ଚିତ ଶିକ୍ଷାପ୍ରଦ ହେବ ଯେ ମୋତେ ଏଇଭଳି ଏକ ବିଦ୍ୟା ହାସଲ କରିବା ଦରକାର ଯାହାକି ପରୋପକାରାୟ ପୁଣ୍ୟାୟ। ମୁଁ ଯେମିତି ପରର ଉପକାର କରୁଥିବି, ଯେମିତି ଜଗତ କଲ୍ୟାଣରେ ମୁଁ ବ୍ରତୀ ହେଇପାରୁଥିବି। କାରଣ ପରୋପକାରାୟ ଫଳନ୍ତି ବୃକ୍ଷା। ତ ପର ଉପକାର ପାଇଁ ବୃକ୍ଷରୁ ଫଳ ଫଳିଥାଏ, ସେଇ ପରର ଉପକାର ପାଇଁ। ତ କେବେ ବୃକ୍ଷ କହୁଛି ବା ବୃକ୍ଷ କେବେ କହୁଛନ୍ତି ମୋଠୁ ଯେଉଁ ଫଳ ଗୁଡ଼ିକ ଆସୁଛି ମୋତେ ଖୁଆଇ ଦିଅ ବୋଲି, ମୁଁ ହିଁ ତାକୁ ଖାଇବି, କାରଣ ମୁଁ ହିଁ ଫଳ ଦେଉଛି ତେଣୁ ମୁଁ ଖାଇବି। କେବେ ବୃକ୍ଷ କହୁଛନ୍ତି? ନା, ପରର ଉପକାରରେ ତାହା ଲାଗୁଛି। ପରୋପକାରାୟ ଦହନ୍ତି ଗାବଃ। ତ ପରର ଉପକାର ପାଇଁ ଆମେ ଗାଈକୁ ଦହନ କରିଥାଏ, ଗୋମାତାକୁ ଦହନ କରିଥାଏ। ତ ଏଇଭଳି ଭାବରେ ଆମେ ଶୁଣିଛେ ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି, ସାଧୁଙ୍କ ଲକ୍ଷଣ ଈଶ୍ୱର ଭକ୍ତି। ଦୁଗ୍ଧ ପାନ କଲେ ଯେମିତି ଆମର ଶକ୍ତି ବଢ଼ିଥାଏ, ସେମିତି ସାଧୁଙ୍କ ଲକ୍ଷଣ ଯଦି ଆମେ ଗାଈ କ୍ଷୀର ପିଇବା ତାହେଲେ ଆମମାନଙ୍କର ଈଶ୍ୱରଙ୍କ ପ୍ରତି ଭକ୍ତି ଶକ୍ତି ବଢ଼ିଥାଏ, ଆମମାନଙ୍କର ଶରୀର ଶକ୍ତି ବଢ଼ିଥାଏ। କିନ୍ତୁ ଯଦି ସାଧୁଙ୍କ କଥାକୁ ବିଚାର କରିବା ତାହେଲେ ସାଧୁଙ୍କର ଈଶ୍ୱର ଭକ୍ତି ହିଁ ନିଜ ନିକଟରେ ଥାଏ। ତ ସା ବିଦ୍ୟା ୟା ବିମୁକ୍ତ, ଏଇ ଯେଉଁ କଥାଟି ବିଦ୍ୟା ଦଦାତି ବିନୟମ୍। ତ ଏମିତି ବିଦ୍ୟାକୁ ହାସଲ କରିବା ଦରକାର ଯେମିତି ଆମର ବିନମ୍ରତାର ଭାବ ଥିବ। ବାପାଙ୍କ ସହିତ ଆମେ ବିନମ୍ରତାର ସହିତ କଥା ହେଉଥିବା, ମାଆଙ୍କ ସହିତ ବିନମ୍ରତାର ସହିତ କଥା ହେଉଥିବା, ଗୁରୁଜୀ ଗୁରୁମାଙ୍କ ସହିତ ବିନମ୍ରତାର ସହିତ କଥା ହେଉଥିବା, ତାହେଲେ ଯାଇ ନିଶ୍ଚିତ ଭାବରେ ଆପଣମାନେ ଭଗବତ କୃପା କରୁଣା ଲାଭ କରିବା ହେବେ। ତ ଆପଣମାନେ ସମସ୍ତେ ଯେତେ ଜ୍ଞାନୀ, ଯେତେ ଯାହା ହେଲେ ବି ଏ ଜଗତରେ ସମସ୍ତଙ୍କଠୁ କିଛି ନା କିଛି ଶିଖିବାର ଅଛି। ତ ଆମେ ଯଦି ସମସ୍ତଙ୍କଠୁ କିଛି ନା କିଛି ଶିଖିବା, ଯେପରି ଦିନେ ମୋର ଗୋଟେ କାହାଣୀଟି ମନେ ପଡ଼େ, ଆପଣମାନେ ସମସ୍ତେ ଶୁଣିବା ହେବେ, ହସ କଥାଟି। ଦିନେ ଯାଇଥିଲେ କିଛି ଶିକ୍ଷକ ବନ୍ଧୁମାନେ ଚିଲିକା ପାରି ହେଇକି କାଳିଜାଇଙ୍କୁ ଦର୍ଶନ କରିବା ପାଇଁ। ଡଙ୍ଗା ଉପରେ ବସିଥାନ୍ତି, ଆଉ ତାଙ୍କୁ ନାଉରୀ ପିଲାଟିକୁ ସେ ଶିକ୍ଷକ ବନ୍ଧୁମାନେ ମିଶିକି ଯାଇଥାନ୍ତି ପିକନିକ୍ ଯାଇଥାନ୍ତି ବୁଲିବା ପାଇଁ। ତ ନାଉରୀ ପିଲାକୁ ପ୍ରଶ୍ନ କଲେ ଶିକ୍ଷକ ବନ୍ଧୁମାନେ। ତା ଭିତରେ ଗଣିତ ଶିକ୍ଷକ ଥିଲେ, ତା ଭିତରେ ବିଜ୍ଞାନ ଶିକ୍ଷକ ଥିଲେ, ତା ଭିତରେ ଭୂଗୋଳ ଶିକ୍ଷକ ଥିଲେ, ତା ଭିତରେ ଇତିହାସ ଶିକ୍ଷକ ଥିଲେ, ତା ଭିତରେ ସଂସ୍କୃତ ଶିକ୍ଷକ ଥିଲେ। ପଚାରିଲେ ଯେ ଗଣିତ ଶିକ୍ଷକ, କହିଲେ ଆଚ୍ଛା କହିଲ A+B ର ହୋଲ୍ ସ୍କୋୟାର କେତେ? ସେ ପିଲାଟିକୁ ଆସିଲାନି, କହିଲେ ଆଜ୍ଞା ମୋର ଗଣିତ ଜ୍ଞାନ ନାହିଁ। ସାହିତ୍ୟ ଶିକ୍ଷକ ଯିଏ ଥିଲେ ସେ ପଚାରିଲେ, କହିଲେ ଆଚ୍ଛା କହିଲ ବ୍ୟାକରଣ ଶବ୍ଦର ଅର୍ଥ କ'ଣ? ନା ଆଜ୍ଞା ମୋତେ ଆସିବନି। ସଂସ୍କୃତ ଶିକ୍ଷକ ଯିଏ ଥିଲେ କହିଲେ ଆମେମାନେ ସମସ୍ତେ ଭାରତୀୟ, ଟ୍ରାନ୍ସଲେସନ୍ କଲ ସଂସ୍କୃତରେ। ନା ଆଜ୍ଞା ମୋତେ ଆସିବନି। ଇଂଲିଶରେ ଯିଏ ଥିଲେ ଇଂଲିଶ ଶିକ୍ଷକ ସିଏ କହିଲେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି, ଟ୍ରାନ୍ସଲେସନ୍ କଲେ କ'ଣ ହେବ? ନା ଆଜ୍ଞା ମୋତେ ଆସିବନି। ଆରେ ତୋତେ କିଛି ଆସିବନି? ଭୂଗୋଳ ଶିକ୍ଷକ ଯିଏ ଥିଲେ କହିଲେ ଆରେ ଅଶ୍ମମଣ୍ଡଳ କାହାକୁ କୁହାଯାଏ, ଜୈବମଣ୍ଡଳ କାହାକୁ କୁହାଯାଏ, ବାରିମଣ୍ଡଳ କାହାକୁ କୁହାଯାଏ? ନା ଆଜ୍ଞା ମୋତେ ଆସିବନି। ତମକୁ କିଛି ଆସିବନି, ତ ଜୀବନଟା ଅଧା ବେକାର। ଏଇ ସମୟରେ ହଠାତ୍ କ'ଣ ହେଇଛି ନା ଜୋହରେ ପବନ ହେଇଛି। ଯେତେବେଳେ ପବନ ହେଇଛି ଡଙ୍ଗାଟା ଦୌଡ଼ିଛି, ଡଙ୍ଗାଟା ହଲିଛି। ଏ ସମୟରେ ଶିକ୍ଷକ ବନ୍ଧୁମାନେ କହୁଛନ୍ତି ଏଇ ଏରେ କ'ଣ ଡଙ୍ଗାଟା ହଲୁଛି, କ'ଣ ତୁ ଡଙ୍ଗା ଚଲେଇ ଶିଖିନୁ? ନା ଆଜ୍ଞା
ମୁଁ ଗଣିତ ଇଂରାଜୀ ବିଜ୍ଞାନ ଭୂଗୋଳ ଇତିହାସ ଜାଣିନି ବୋଲି ମୋ ଜୀବନ ହେଲା ଅଧା ବେକାର, କିନ୍ତୁ ଆପଣମାନେ ପହଁରା ଜାଣିଛନ୍ତି ତ? ଏତିକି କହି ପିଲାଟି ଡେଇଁ ପଡ଼ୁଛି। ପିଲାଟି ପହଁରା ଜାଣିଥିଲା ବୋଲି ଚିରିକା ପାହାରିକି କାଳିଜାଇରେ ପହଞ୍ଚିଗଲା। କିନ୍ତୁ ଏମାନେ ନିଜେ ଗଣିତ ବିଜ୍ଞାନ ଜାଣିଥିଲେ ବୋଲି ଯେ କହୁଥିଲେ ଆମେ ସବୁ ଜାଣିଛୁ, ଆମେ ସର୍ବଜ୍ଞାତା ସର୍ବଜ୍ଞାତା ଜାଣିଛୁ, ନିଜକୁ ସର୍ବଜ୍ଞାତାର ମାନ୍ୟତା ସେ ଯେଉଁ ପ୍ରଦାନ କରିଥିଲେ, ନିଜେ ଆଣ୍ଠୁଏ ପାଣିରେ ବୁଡ଼ିକି ସେ ମରିଗଲେ। ତେଣୁ ମୋର କହିବାର ଉଦ୍ଦେଶ୍ୟ ହେଲା ବିଦ୍ୟା ଏପରି ହେବା ଦରକାର ଯିଏକି ଅହଙ୍କାର ନିର୍ମମ ନିରହଙ୍କାର ସମଦୁଃଖ ସୁଖକ୍ଷମୀ, ଯିଏକି ଆମମାନଙ୍କ ଭିତରେ ସମସ୍ତ ପ୍ରକାର ଅହଙ୍କାର ଗର୍ଭକୁ ତୁଟେଇ ଦେଇ ସେହି ଭଗବାନଙ୍କର ଅହେତୁକ କରୁଣା ହେଲେ ଯାଇ ଜୀବ ମୁକ୍ତି ପାଇପାରିଥାଏ। ଧ୍ରୁବ ତ ସେଇଭଳି ପାଠ ପଢ଼ୁଥିଲେ, ପ୍ରଭୁ କୃଷ୍ଣ ବି ନିଜେ ଗୁରୁକୁଳମ ଯାଇ ପାଠ ପଢ଼ୁଥିଲେ, ପ୍ରହ୍ଲାଦ ବି ନିଜ ଆସୁରିକ ଗୁରୁକୁଳକୁ ଯାଇ ସେ ପାଠ ପଢ଼ି ପ୍ରଭୁଙ୍କ ଭକ୍ତି ଗ୍ରହଣ କରୁଥିଲେ। ତାହେଲେ ଆମେ କାହିଁକି ଆଜି ଆମେମାନେ ସମସ୍ତେ ଟେକ୍ନୋଲୋଜି ବହୁତ ଡେଭଲପମେଣ୍ଟ କରିଛି, ଗୋଟିଏ ମୁହୂର୍ତ୍ତକ ଭିତରେ ଆମେ ଇଣ୍ଟରନେଟ୍ ମାଧ୍ୟମରେ ସମଗ୍ର ବିଶ୍ୱର ଖବର ପାଇପାରୁଛେ, ଗୋଟିଏ ଜାଗାରୁ ଅନ୍ୟ ଜାଗାରେ ସେ ଗୁଗଲ ମ୍ୟାପ୍ ମାଧ୍ୟମରେ ଯାଇ ପହଞ୍ଚି ପାରୁଛେ। ବିଜ୍ଞାନ ବହୁତ ଆଗେଇଛନ୍ତି। ତ ଯାହାହେଲେ ବି ଆମେମାନେ କିଭଳି ବିଦ୍ୟା ଧାରଣ କରିବା, ଆମେ ଯେମିତି ଏ ଜଗତର କଲ୍ୟାଣରେ ବ୍ରତୀ ହେବା, ସମାଜର କଲ୍ୟାଣରେ ବ୍ରତୀ ହେବା, ଯାହାଫଳରେ ଭଗବାନ ସେପଟେ ସଦୟ ହୋଇ ଆମମାନଙ୍କୁ ମୁକ୍ତି ପ୍ରଦାନ କରିବେ, ଯିଏ ମୁକ୍ତି ପାଇବ। ତତ୍ସହ ଆଜି ଆପଣମାନଙ୍କଠୁ ଏ କଥାବସ୍ତୁକୁ ବିଶ୍ରାମ ଦେଉଛି। ସମସ୍ତଙ୍କୁ ମୋର ସପ୍ରେମ ଜୟ ଜଗନ୍ନାଥ। ଯଦି କଥାଟି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ଜଣାଇବା ହେବେ, ଆଉ ନିଜେ ମଧ୍ୟ କାର୍ଯ୍ୟକାରୀ କରିବା ହେବେ। ସମସ୍ତଙ୍କୁ ଜୟ ଜଗନ୍ନାଥ।